ଟୁଥପେଷ୍ଟର ଯାହା ଆମେ ଡିସ୍କସ୍ କରିଛେ ବିଭିନ୍ନ ରକମର ଜିନିଷ ଅଛି ଯେ ସବୁ ଜିନିଷଟା ଆମ ପାଇଁ ଦରକାର କି ଅଦରକାର ସେଇଟା ବି ଜାଣିବା ଦରକାର। ତେଣୁ ଗୋଟେ ଡେଣ୍ଟିଷ୍ଟ ପାଖକୁ ଯାଇକି ବା ଆଇଡ଼ିଏସ୍କୁ ଆସିକି ଆପଣ ନିହାତି ବୁଝନ୍ତୁ ଯେ ଆପଣଙ୍କ ପାଇଁ କେଉଁ ଟୁଥପେଷ୍ଟଟା ଟୁଥବ୍ରଶ ଭଲ। ଆଉ ଗୋଟେ କଥା ହେଉଛି ଲୋକ ଆଜିକାଲି ତ ଆଡ଼ଭର୍ଟାଇଜମେଣ୍ଟରେ ଆସିଗଲାଣି ଯେ କି ହଁ ଏଇଟା ଆମର ସେନ୍ସିଟିଭିଟି ହେଉଛି ତା ପାଇଁ ଏଇ ଟୁଥପେଷ୍ଟ ଠିକ୍ ଅଛି, କ୍ୟାଭିଟି ହେଉଛି ତା ପାଇଁ ଏଇ ଟୁଥପେଷ୍ଟ ଠିକ୍ ହେଉଛି। ଯେ ଆମେ କ'ଣ ଖାଲି ଦାନ୍ତ ମାନେ ଟୁଥପେଷ୍ଟ ଲଗେଇକି ଦାନ୍ତ ଘଷିଦେଲେ ଆମର ପ୍ରୋବ୍ଲେମ୍ ସଲ୍ଭ ହେଇଯିବ? ନା, ଟେକ୍ନିକ୍ କେଉଁ ହିସାବରେ ଆମେ ଦାନ୍ତଟି ଘଷୁଛେ ସେଇଟା ବି ଆମେ ଶିଖିବା ଦରକାର। ସେଇଟା ବି ଆପଣ ଆଇଡ଼ିଏସ୍ ଆସିକି ଜାଣିପାରିବେ, ଶିଖିପାରିବେ। ଡକ୍ଟରମାନେ ଆପଣଙ୍କୁ ବତେଇ ଦେବେ ଯେ କେମିତି ଦାନ୍ତ ଘଷିଲେ ଆପଣଙ୍କ ଦାନ୍ତଟି ସୁସ୍ଥ ରହିବ, ଦାନ୍ତ କ୍ଷୟ ହେବ ନାହିଁ। ତା ଛଡ଼ା ଯଦି ଆପଣଙ୍କୁ ଲାଗୁଛି କି ନାହିଁ ଆପଣଙ୍କ ପ୍ରୋବ୍ଲେମ୍ଟା ଯାଉନାହିଁ ବିଭିନ୍ନ ରକମ ଟୁଥପେଷ୍ଟ ଲଗାଇଲା ପରେ କି ମାଉଥୱାଶ୍ ୟୁଜ୍ କଲା ପରେ, ତା ମାନେ ଆପଣଙ୍କର ଦାନ୍ତରେ କୌଣସି ଅସୁବିଧା ଆରମ୍ଭ ହେଇସାରିଛି। ସେଇଟା ଆପଣ କୌଣସି ଟୁଥପେଷ୍ଟ ବା ମାଉଥୱାଶ୍ ୟୁଜ୍ କଲେ ସେଇ ପ୍ରୋବ୍ଲେମ୍ଟା ସେ ଘୋଡ଼େଇବ, ପ୍ରୋବ୍ଲେମ୍ଟା ବା ମୂଳ କାରଣଟା କେବେ ବି ଠିକ୍ କରିବ ନାହିଁ। ତା ପାଇଁ ଆପଣଙ୍କୁ ନିହାତି ଇନଷ୍ଟିଟ୍ୟୁଟ୍ ଅଫ୍ ଡେଣ୍ଟାଲ ସାଇନ୍ସକୁ ଯାଇକି ଆପଣଙ୍କର ଦାନ୍ତ ଯାହା ବି ପ୍ରୋବ୍ଲେମ୍ ଅଛି ତା'ର ଟ୍ରିଟମେଣ୍ଟ କରିବା ଦରକାର।